ମଣିଷ ପ୍ରକୃତିର ଦାନକୁ ଯେତେ ଭାଙ୍ଗିବାକୁ ଚେଷ୍ଟା କଲେ ମଧ୍ୟ ପ୍ରକୃତିକୁ ଭଲ ପାଉଥିବା ଜୀବଜନ୍ତୁ ସେମାନଙ୍କ ପାଇଁ ନିଜର ବାସସ୍ଥାନ ଖୋଜିବାରେ ସମର୍ଥ ହୁଅନ୍ତି। କୋରାପୁଟର ସଡ଼କ ପାଖରେ ଥିବା ଏକ ଉଇହୁଙ୍କା, ସେ ଉଇହୁଙ୍କାରେ ଆଜି ଦେଖିବାକୁ ମିଳିଲା ଉଇଙ୍କର କାର୍ଯ୍ୟ। ସେମାନେ ପୁଣି ଥରେ ନିରନ୍ତର ଭାବରେ କାମ ଆରମ୍ଭ କରିଛନ୍ତି, କାରଣ ତାଙ୍କର ଉଇହୁଙ୍କାକୁ କେହି ଭାଙ୍ଗି ଦେଇଛି। ଭାଙ୍ଗି ଦେବା ପରେ ହତାଶ ହୋଇନାହାନ୍ତି ସେମାନେ, ସେମାନଙ୍କର ନୀଡ଼କୁ ପୁଣି ଥରେ ସଜାଡ଼ିବାକୁ ଆରମ୍ଭ କରିଛନ୍ତି। ସଦ୍ୟ ସଜାଡ଼ିଥିବା ଘରକୁ ଆପଣ ଦେଖିପାରୁଥିବେ, ତା'ର ମହକ ନିଶ୍ଚିତ ଭାବରେ ପାଇପାରୁଥିବେ ଏବଂ ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ସେ ଉଇମାନଙ୍କୁ ଦେଖି କୃତଜ୍ଞତାର ସହିତ ନତମସ୍ତକ ହୋଇ ଉଠେ। କାରଣ ଟିକିଏ ସମସ୍ୟାରେ ଭାଙ୍ଗି ପଡ଼ୁଥିବା ମଣିଷ ଏମାନଙ୍କୁ ଦେଖି ଶିଖିବା କଥା ଯେ ଧୈର୍ଯ୍ୟ କେତେ ଦରକାର, ପୁଣି ଥରେ ବାନ୍ଧିବା ପାଇଁ, ପୁଣି ଥରେ ସଜାଡ଼ିବା ପାଇଁ ନିଜକୁ କେତେ ଦୂର ନିୟୋଜିତ କରିବା ଦରକାର। ସେମାନଙ୍କର କାହା ପ୍ରତି କୌଣସି ଦ୍ୱେଷ ନାହିଁ, ବିଦ୍ୱେଷ ନାହିଁ, ଅଭିଯୋଗ ନାହିଁ। ଭାଙ୍ଗି ଯାଇଛି ତ ଆସନ୍ତୁ ପୁଣି ଥରେ ଗଢ଼ି ନେବା। ନିଜ ଭିତରର ସାହସଟିକୁ ଆନନ୍ଦର ସହିତ ଏକାଠି କରିବା ଏବଂ ଏକ ନୂତନ ଦୁନିଆ ସୃଷ୍ଟି କରିବାରେ ନିଜକୁ ନିୟୋଜିତ କରିବା। ଏହି କଥା ଆଜି ଜାଣିବା ପରେ ଆଜିର ଶୁଭ ସକାଳ କୋରାପୁଟିଆ। ନମସ୍କାର।